ମୋର କିଛି ମୁଁ ପ୍ରଶ୍ନ କୁମାର ନାୟକ ମୋର କିଛି କହିବାର ଅଛି ଆପଣଙ୍କୁ। ମୁଁ ଆପଣଙ୍କ ଅଞ୍ଚଳକୁ ଆସିଥିଲି ବୁଲିବା ପାଇଁ। ଶୁଣିଲି ଆପଣଙ୍କର ଏଠି କୋଣାର୍କ କୋଣାର୍କ ପଡ଼ୁଛି। ଆଗ ସାର୍ ଆପଣ କୁହନ୍ତୁ ଆପଣଙ୍କ ନାଁଟା। ମୋ ନାଁ ହେଲା ସଞ୍ଜୟ କୁମାର ମିଶ୍ର, ଘର ହେଲା ପଣସପୁର। ମୋର ବ୍ୟବସାୟ ହେଲା ରଡ୍ ସିମେଣ୍ଟ ଆଜବେଷ୍ଟସ୍ ହୋଲସେଲିଂ କରେ। ଜଗନ୍ନାଥ ଷ୍ଟୋର ମୋ ଦୋକାନ ନାମ। କ'ଣ ପଚାର? ମୁଁ କହିବା ଚାହୁଁଛି ମୁଁ ଆସିଥିଲି ଶୁଣିଲି ଆପଣଙ୍କ ଏଠି କୋଣାର୍କ କୋଣାର୍କ ପଡ଼ୁଛି। ବହୁତ ଦିନ ପୋଷ୍ଟର ମାରି ମୋର ଆଣି ଦେଖୁଛି। ଏଇଠି ଏପଟେ ପ୍ରାୟ ବହୁତ ଥର ଯିବା ଆସିବା କଲି, ପୋଷ୍ଟରଟି ମରା ହଉଛି। ଯାତ୍ରା କେବେ ହବ? ଯାହା ଭଲ କଥାଟେ ପଚାରିଲେ। ଏଟା ଆମ ଅଞ୍ଚଳ ପାଇଁ ଗୋଟେ ଗର୍ବଗୌରବର ବିଷୟ। ଆଜିକି 25-26 ବର୍ଷ ହେଲାଣି ଅନୁଷ୍ଠାନଟି ଗଢ଼ି ଉଠିଛି। କିନ୍ତୁ ଖୁସିର କଥା କ'ଣ ଯେ ଆପଣ ଯେଉଁଟା ପଚାରିଲେ, ଏ ବର୍ଷ କୋଣାର୍କ ଗଣନାଟ୍ୟ ଆମ ଅଞ୍ଚଳକୁ ଆସୁଛି। ତାହା ହେଉଛି ଜୁନ୍ 5, 6, 7, ଶୁକ୍ର ଶନି ରବିବାର 3 ଦିନ। ତା ଭିତରେ ଛୁଟି ଦିନ ମଧ୍ୟ ଗୋଟେ ରହୁଛୁ। ସମସ୍ତଙ୍କ ଉତ୍କଣ୍ଠା ଅଛି ଯେ ଈଶାନେଶ୍ୱର କମିଟି ନଡ଼ିଆ ଶାସପୁର ପଣସପୁର ଅଞ୍ଚଳକୁ କେବେ କୋଣାର୍କ ଗଣନାଟ୍ୟ ଆସୁଛି। ଭାଇ ମୋ ପାଖକୁ 50 ଫୋନ୍ ଆସିଲାଣି, ଭାଇ ଟିକଟ ଏବେଠୁ ମିଳିବ କି? ଖୁସି ଲାଗୁଛି। ଏଇ ଯେଉଁ ନାଟକଟି କୋଣାର୍କ ଗଣନାଟ୍ୟର ବହୁତ ଆଦୃତ ଲାଭ କରିଛି, ସାରା ଓଡ଼ିଶା ନୁହେଁ ସାରା ଓଡ଼ିଶା ବାହାରେ ବି ମଧ୍ୟ ଆଦୃତ ଲାଭ କରିଛି। ସେ ନାଟକଟି ତୁ ମଧ୍ୟ ମୋ ଭାଗ୍ୟରେ ନାହୁଁ ଲୋକପ୍ରିୟତା ହାସଲ କରିଛି। ଏବେ 200 ରାତି ଅତିକ୍ରମ କରିସାରିଲାଣି। ସଫଳ ବ୍ୟବସାୟ ମଧ୍ୟ କରି ଚାଲିଛି। ଆଗାମୀ ଦିନରେ ଆହୁରି ମଧ୍ୟ ଯେଉଁ 30-45 ଦିନ ରହିଲା ଆଜିକି ଆଉ ନାଟକଟାର କାର୍ଯ୍ୟକ୍ରମ ଶେଷ ହେବା ପାଇଁ, ଛୁଟି ହେବା ପାଇଁ, ମୁଁ ଭାବୁଛି ସେଥିରୁ ମଧ୍ୟ 30 ରାତି ମଧ୍ୟ ହେଇପାରେ। ମୋର କହିବା କଥା ହେଲା ଯେ ଆପଣ ଏତେ ଯାତ୍ରାବାଦୀ ଅଛି, ଆପଣ କୋଣାର୍କ କୋଣାର୍କ କାହିଁ ଚୟନ କଲେ? ଦେଖନ୍ତୁ, ଏଇଟା ତ ଆମର ମେଳା ମହୋତ୍ସବର ନାଟକ ନୁହେଁ। ଏଟା ଗୋଟେ ଆମ ଗ୍ରାମାଞ୍ଚଳରେ ଗୋଟେ ଅନୁଷ୍ଠାନଟା ଗଢ଼ିଥିଲୁ। ତେଣୁ ଏଠି ଏଇ ନାଟକ କାର୍ଯ୍ୟକ୍ରମ କରୁଛୁ। ତେଣୁ ବର୍ତ୍ତମାନ ଯେଉଁ ଅପେରା ମାନେ ଯେତିକି ଟଙ୍କା ନେଉଛନ୍ତି, ସେ ଗ୍ରାମାଞ୍ଚଳରେ ଆଣିକି ଅନ୍ୟ ଟାଇମ୍ରେ ମେଳାକୁ ଛାଡ଼ିଦେଲେ ଅନ୍ୟ ଟାଇମ୍ରେ ନାଟକ କରି 2 ପଇସା ଇନକମ୍ କରିହେବନି। ଆମର ଇନକମ୍ କରିବାର ଅର୍ଥ ମାନେ ନୁହେଁ ଯେ ସେଥିରୁ କିଛି ଲାଭ ଅର୍ଥ ରୋଜଗାର କରିକି ନିଜ ପରିବାର ପ୍ରତିପୋଷଣ କରୁ, ତାହା ନୁହେଁ। ଆମ ଅଞ୍ଚଳର ଏଇ ସ୍ତ୍ରୀ ଲୋକମାନେ, ଝିଅ ଛୁଆମାନେ, କି ଆମର ଛୋଟ ଭାଇମାନେ ଯେଉଁମାନେ ବାହାରକୁ ଯାଇପାରୁନାହାନ୍ତି ନାଚ ଦେଖିବାକୁ, ସେମାନେ ଘରର ବିଭିନ୍ନ ସମସ୍ୟାରେ ବାନ୍ଧି ହେଇକି ରହୁଛନ୍ତି। ତେଣୁ ଗୋଟେ ଏଣ୍ଟରଟେନମେଣ୍ଟ, ଗୋଟେ ରାତିରେ ଗୋଟେ ଫ୍ରି ଟାଇମ୍ ଏଣ୍ଟରଟେନମେଣ୍ଟ କରିବା ପାଇଁ ନିଜ ଅଞ୍ଚଳ ଭିତରେ ଆମେ ପକେଇଛୁ ଯେ ଆମ ଆଖପାଖର 5 ଖଣ୍ଡି 10 ଖଣ୍ଡି ଗାଁର ଲୋକ ଆସି ଦେଖିପାରିବେ ନାଟକଟିକୁ। ଏଇଟା ହେଉଛି ମୋ ଲକ୍ଷ୍ୟ। ତେଣୁ ମେଳାରେ ହେଲେ କ'ଣ, ଏ ନାଟକ ଗୋଟେ ବହିକି 4 ରାତି 5 ରାତି କରିବେ, ବହୁତ ପଇସା ଇନକମ୍ କରିବେ। ତେଣୁ ଏ ନାଟକ ଏ ବହିକି କୋଣାର୍କ ଆଣିବାର ଉଦ୍ଦେଶ୍ୟ ଏଇ ଯେଉଁ ତୁ ମୋତେ ଭାଗ୍ୟରେ ନାହୁଁ, ଯେତେବେଳେ ପ୍ରଥମ ରିଲିଜ୍ ହେଲା ସେ ନାଟକ ଆମେ ଦେଖିଲୁ, ଦିନ 12ଟାରୁ ଟିକଟ ସରିଯାଉଛି। ପ୍ରତି ଜାଗାରେ ଯେଉଁ କ୍ୟାମ୍ପ ପଡ଼ୁଛି ସେଠି 1-2ଟା ସୁଦ୍ଧା ଟିକଟ ସରିଯାଉଛି। ଆମେ ଭାବିଲୁ ଯେ ନାଟକଟି ଅତ୍ୟନ୍ତ ସୁନ୍ଦର ହେଇଛି, ହୃଦୟ ବିଦାରକ, ଦେଖିଲା ଭଳି ଦୃଶ୍ୟ, ମା ଭଉଣୀମାନେ ଶିଖିଲା ଭଳି ଦୃଶ୍ୟ, ଦେଖିଲା ଭଳି ଦୃଶ୍ୟ, ଏଥିରେ ଅଶ୍ଳୀଳତାର କିଛି ନାହିଁ। ତେଣୁକରି ସେଇ ନାଟକଟି ଚଏସ୍ କଲୁ ଯେ ଏ ଅପେରା ପାର୍ଟିଟିକି ଆଣିଲେ ଆମେ 2 ପଇସା ଆମର ମାନେ ଲାଭ ନହେଲେ ମଧ୍ୟ ମୂଳ ଅଂଶ ଲାଗିପାରିବ। ଏବଂ ଆମ ଅଞ୍ଚଳରେ ଯେଉଁମାନେ ଅଛନ୍ତି ଦେଖିକି ନାଟ୍ୟପ୍ରେମୀମାନେ ନିଜେ ହୃଦବୋଧ ଲାଭ କରିବେ ଏବଂ ଗୋଟେ ନାଟକଟି ଦେଖିବା ପାଇଁ ସିଏ ଚାହିଁ ବସିଛନ୍ତି। ଆଜିକି 6 ମାସ ହେଲାଣି, 7 ମାସ ହେଇଗଲାଣି, କିନ୍ତୁ ନାଟକଟି ହେବ ଆମ ଏରିଆକୁ ଆସିବ, ଆମେ ଦେଖିବୁ। ଏବେ ମଧ୍ୟ ଫୋନ୍ ଆସିଲାଣି, ନା ଟିକଟ କଟା ହେଲାଣି ଆରମ୍ଭ। ମୁଁ କହିଲି ନାଇଁ କିଛି ହେଇନି, ଆମର ସବୁ କାର୍ଯ୍ୟକ୍ରମ ସରିବ, ପ୍ରୋସେସିଂ ସରିବ ଯେତେବେଳେ ଆମର ଆମର କହିବା କଥା ହେଲା ଏଠି ଯେଉଁ ନଡ଼ିଆ ଶାସପୁର ମେଡ଼ିକାଲ ପଡ଼ିଆ ଯେଉଁ ଯାତ୍ରାଟା ଆପଣ କରନ୍ତି, ଆଗରୁ ବହୁତ ନାଟକ, ବହୁତ ଯାତ୍ରା ଏଠି ଅନୁଷ୍ଠାନ, ବହୁତ ପୁରୁଣା ଅନୁଷ୍ଠାନ, ବହୁତ ଯାତ୍ରା ବି ଏଠି କରି, ବହୁତ ପାର୍ଟି ଯାତ୍ରା କରି ଗଲେଣି, ଭଲ ବ୍ୟବସାୟ ବି କରିଛନ୍ତି। ତେଣୁକରି 100% ବ୍ୟବସାୟ ହେବ। କେବଳ ଜଗନ୍ନାଥଙ୍କ ଉପରେ ଭରସା, ବାବା ଈଶାନେଶ୍ୱରଙ୍କ ଉପରେ ଭରସା ଅଛି। ଯଦି ପାଗ ଅନୁକୂଳ ରହିଲା ତାହେଲେ ନିଶ୍ଚିତ ବ୍ୟବସାୟ ହେବ। ବ୍ୟବସାୟ ଆମେ ଭାବୁଛୁ ଯେତେ ବର୍ଷ ହେଲାଣି ଆମର ଅପେରା ପାର୍ଟି ପକେଇଛୁ, ସବୁଠାରୁ ବ୍ୟବସ୍ଥା ହାଏଷ୍ଟ ବ୍ୟବସାୟ ହେବ ବୋଲି ମୁଁ ବିଶ୍ୱାସ କରୁଛି, ଅନୁମାନ ମଧ୍ୟ କରୁଛି। କେବଳ ଶ୍ରୀ ଜଗନ୍ନାଥଙ୍କ ଉପରେ ଭରସା, ପାଗଟି ଠିକ୍ ରହିଲେ ସବୁ ଠିକ୍ ହେବ। ମାନେ ଆପଣ କହୁଛନ୍ତି ଯେ ଯଦି ପାଗ ଭଲ ରହେ ତ ନିଶ୍ଚୟ ଆପଣ ବ୍ୟବସାୟ ଭଲ କରିବେ? ନିଶ୍ଚୟ। ହଉ, କ'ଣ କହିବେ କି ଦର୍ଶକଙ୍କୁ କିଛି କହିବେ? ମୁଁ ଦର୍ଶକଙ୍କୁ ଏତିକି କହୁଛି ଯେ ଆସନ୍ତା ଜୁନ୍ 5, 6, 7 ଆପଣମାନେ କେବେ ଭୁଲିବେ ନାହିଁ। ଏ ସୁବର୍ଣ୍ଣ ସୁଯୋଗ କେବେ ହାତଛଡ଼ା କରିବେ ନାହିଁ। ମୋର ସମସ୍ତ ଯାତ୍ରାପ୍ରେମୀ କଳାକାରମାନଙ୍କୁ ଅନୁରୋଧ,
ଯେଉଁମାନେ ଏଇ ନାଟକ ଦେଖିବା ପାଇଁ ଚାହୁଁଛନ୍ତି ସେମାନେ ଜୁନ୍ 5, 6, 7 আমার লোকেশন হল বালিচন্দ্রপুর নড়িয়া শাসপুর মেডিকাল পড়িয়া পণসপুর ଆପଣମାନେ ଯୋଗାଯୋଗ କରିବେ ଯୋଗାଯୋଗ ହେଲା ଶ୍ରୀ ଜଗନ୍ନାଥ ଷ୍ଟୋର୍ସ ରଡ୍ ସିମେଣ୍ଟ ଦୋକାନ ପ୍ରୋପାଇଟର ସଞ୍ଜୟ କୁମାର ମିଶ୍ର ଆପଣମାନେ ଫୋନ୍ ନମ୍ବର ମଧ୍ୟ ଲେଖି ରଖନ୍ତୁ ନମ୍ବରଟି ହେଲା 7377054020 ଆଉଥରେ ମଧ୍ୟ କହି ରଖୁଛି କଣ୍ଟାକ୍ଟ ନମ୍ବର ହେଲା 7377054020 ଯେଉଁମାନେ ଅଗ୍ରିମ ଟିକଟ ଚାହୁଁଛନ୍ତି ସେମାନେ ମେ 30 ପରେ ଯୋଗାଯୋଗ ଏହି ନମ୍ବରରେ କରିପାରିବେ ଧନ୍ୟବାଦ।